Compared to fire, and man is compared to a butter pot. Therefore, man should avoid associating even with his own daughter in a secluded place. Similarly, he should also avoid association with other women. One should associate with women only for important business, not for otherwise. श्लोक अनुवाद नारी द्रुत कुंभ समान नारी प्रमुख अग्निकुंभ समान एवं अग्निपात्र समान एवं घृतकुंभ सम पुमा पुरुषटा घृतकुंभ सदृश तेणु एक पुरुष सर्वदा नारी संगरु दूरे रहिबे त्याग करिबे even with his own daughter in a secluded place एकांत स्थलरे निज कन्या सहित मध्ये बास करिबे ना ठीक तद्रुप भावे he should also avoid association with other women अन्य नारी संग मध्ये त्याग करिबे one should associate with women only for important business and not otherwise जति दरकार न्याति दरकार सेतिकी सेही आवश्यकता सुकम समय पाई नार संग अन्य उद्देश्य नुहे याला श्लोक अर्थ purport by Srila Prabhupada. If a butter pot and fire are kept together, the butter within the pot will certainly melt. Woman is compared to fire and man is compared to a butter pot. देखो घृत कुंभ ଆଉ ଏକ ଅଗ୍ନି କୁମ୍ଭ ଅଗ୍ନିପାତ୍ର ଯଦି ଏକତ୍ର ରଖାଯାଏ ତାହେଲେ ଘୃତ କୁମ୍ଭରେ ଥିବା ଘୃତ ନିଶ୍ଚିତ ଭାବରେ ବିଗଳିତ ହବ ନାରୀକୁ ଅଗ୍ନି ସହିତ ତୁଳନା କରାଯାଉଛି ଏବଂ ପୁରୁଷକୁ ଘୃତ କୁମ୍ଭ ସହିତ ତୁଳନା କରାଯାଉଛି ଏକ ପୁରୁଷ ଏକ ବ୍ୟକ୍ତି ନିଜ ଇନ୍ଦ୍ର ସଂଯମ ଦିଗରେ ଯେତେ ଉନ୍ନତି କରିଥାଉ ନା କାହିଁକି ଏକ ନାରୀ ସମକ୍ଷରେ ଏକ ନାରୀ ପାଖରେ ରହିଲେ almost impossible for man to keep himself controlled. ପୁରୁଷ ପକ୍ଷରେ ସଂଯମ ସଂଯତ ଭାବ କରିବା ଅସମ୍ଭବ ହୋଇପଡ଼େ ଏପରିକି ନିଜ କନ୍ୟା ମାତା କିମ୍ବା ଭଗ୍ନୀ ଏମାନଙ୍କ ସହିତ ମଧ୍ୟ ଏକାକି ବାସ କରିବ ନା Indeed, his mind is agitated even if one is in the noun state of life. ଏପରିକି ସନ୍ନ୍ୟାସୀ ଜ୍ୟୋତି ହେଲେ ମଧ୍ୟ ତାର ମନ ନିଶ୍ଚୟ ଉତ୍ତୋଳିତ হয় ଉତ୍ତେଜିତ হয় ନାରୀ ସମକ୍ଷରେ Therefore, Vedic civilization carefully restricts mingling between men and women. ସେଥିପାଇଁ ବୈଦିକ ସଭ୍ୟତାରେ କଥା ଦିଆଯାଉଛି କଡ଼ାକଡ଼ି ପାଳନ କରିବା ପାଇଁ ପୁରୁଷ ଆଉ ସ୍ତ୍ରୀ ମଧ୍ୟରେ ଅବାଧ ମିଳାମିଶାକୁ ବାରଣ କରାଯାଉଛି If one cannot understand the basic principle of restraining association between man and woman, he is to be considered an animal. ଯଦି କୌଣସି ବ୍ୟକ୍ତି ଏ କଥା ବୁଝିପାରିବ ନା ନାରୀ ଆଉ ପୁରୁଷ ମଧ୍ୟରେ ଯୋଉ ଅବାଧ ମିଳାମିଶା ତାର ବେସିକ ପ୍ରିନ୍ସିପଲ ତାର ମୂଳ ନୀତି ଏତେ ଯୋଉ ବାରଣ କରାଯାଉଛି ତା ନ ବୁଝିପାରିବ is to be considered an animal. ସେ ଏକ ପଶୁ ସଦୃଶ That is the purport of this verse. ଏ ଶ୍ଲୋକରେ ହେଉଛି ତାତ୍ପର୍ଯ୍ୟ ଏ କଥା ଆମର ମହାରାଜ ଗୁରୁଦେବ ପ୍ରଭୁପାଦ ମହାରାଜ କହିଲେ ନମଗ୍ନି ପ୍ରମଦାନାମ ଘୃତ କୁମ୍ଭ ସମୁପୁମାନ ସୁତାଙ୍ଗ ପୀର ଜହାତ अन्नदा जावत श्री नारद मुनि आश्रम धर्म
ବର୍ଣ୍ଣନା ଦେବାକୁ ଯାଇ ଏ କଥା କୁହାଯାଉଛି କହୁଛନ୍ତି ବିଶେଷ କରି ବ୍ରହ୍ମଚର୍ଯ୍ୟ ଆଶ୍ରମର କଥା କହିବାକୁ ଯାଇ ବ୍ରହ୍ମଚାରୀ ପକ୍ଷରେ ଏକ ନାରୀ ସଙ୍ଗ ସମ୍ପୂର୍ଣ୍ଣ ନିଷେଧ କରାଏ। ବ୍ରହ୍ମଚାରୀ ବାନପ୍ରସ୍ଥୀ ସନ୍ନ୍ୟାସୀ ଏମାନଙ୍କ ପକ୍ଷରେ ନାରୀ ସଙ୍ଗ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି, କଡ଼ାକଡ଼ି ଭାବରେ ବର୍ଜନ କରାଯାଇଛି। କେବଳ ଏକ ଗୃହସ୍ଥ ଯେ ବିବାହ କରିଛନ୍ତି, ଭାର୍ଯ୍ୟା ଗ୍ରହଣ କରିଛନ୍ତି, ସେମାନଙ୍କ ପାଇଁ କିଛି କନସେସନ ଦିଆଯାଇଛି, କିନ୍ତୁ ରେଗୁଲେଟିଂ ପ୍ରିନ୍ସିପଲ ଅଛି, ବିଧି ଅଛି। ସେଥିପାଇଁ ଅବାଧ ଅନରେଷ୍ଟ୍ରିକ୍ଟେଡ ସେନ୍ସ ଏନ୍ଜୟମେଣ୍ଟ ଆଲାଉ କରାଯାଉନି। ଅସଂଯତ ଇନ୍ଦ୍ରିୟ ମଧ୍ୟ ଗୃହସ୍ଥ ପକ୍ଷେ ନାହିଁ। ଗୃହସ୍ଥ ଧର୍ମ ସମ୍ବନ୍ଧରେ ସେ କହିବେ ପରେ ପୁଣି କଥା। ଏଠି ବିଶେଷ କରି କହୁଛନ୍ତି ନନଗ୍ନି ପ୍ରମଦାନାମ ଘୃତକୁମ୍ଭ ସମୁପମାନ ସୁତାଙ୍ଗ ପିରହୁଦୟାଦନ୍ୟତା। ମୋଷ୍ଟ ଇମ୍ପୋର୍ଟାଣ୍ଟ ଅତି ଗୁରୁତ୍ୱପୂର୍ଣ୍ଣ କଥା ଇଏ। ପ୍ରମଦା ନାରୀଟା ଅଗ୍ନି ସଦୃଶ, ଆଉ ପୁରୁଷ ଘୃତକୁମ୍ଭ ସଦୃଶ। ଘୃତକୁମ୍ଭ ଅଗ୍ନି ପାଖରେ ରହିଲେ ନିଶ୍ଚିତ ଭାବରେ ବିଗଳିତ ହବ। ସେପରି ଭାବରେ ଯଦି ଏକାନ୍ତ ସ୍ଥାନରେ ଏକ ନାରୀ ଆଉ ପୁରୁଷ ଏକତ୍ର ଅବସ୍ଥାନ କରନ୍ତି, ନିଶ୍ଚୟ ପୁରୁଷର ମନ ଉତ୍ତେଜିତ ହବ ବା ନାରୀ ମନ ଉତ୍ତେଜିତ। ସେଥିପାଇଁ ଶ୍ରୀମଦ୍ ଭାଗବତରେ ନାରଦ ମୁନି ମହାଜନ ସୂତ୍ରେ କଡ଼ାକଡ଼ି ଏପରିକି ସୁଦାଙ୍ଗ ପିରହୁଦୟା, ନିଜର କନ୍ୟା ହେଇଥିଲେ ବି ପିତା ମଧ୍ୟ ଏକାନ୍ତ ସ୍ଥାନରେ କନ୍ୟା ସହିତ ବାସ କରିବେ ନା। ମାତ୍ରା ଶୋଷା ଦୁହିତ୍ରା ବା ନାବିବିକ୍ତା ଶନି ଉପବେଶ। ବଳବାନ ଇନ୍ଦ୍ର ଗ୍ରାମ ବିଦ୍ୱାନ ଅପି କରସତି, ଏକଥା କୁହାଯାଇଛି। ନିଜର ମା ହଉ, ନିଜର କନ୍ୟା ହଉ, ରୋଷଜାତ କନ୍ୟା ହଉ, ଭଗ୍ନୀ ହଉ, ଏମାନଙ୍କ ସହିତ କଦାପି ଏକାନ୍ତ ସ୍ଥାନରେ ଏକତ୍ର ଉପବେଶନ ଅବସ୍ଥାନ କରିବ ନା। ବଳବାନ ଇନ୍ଦ୍ର ଗ୍ରାମ ବିଦ୍ୱାନ ଅପି କରସତି, ଇନ୍ଦ୍ର ଗୁଡାକ ଏତେ ବଳବାନ, ଯେଡ଼େ ବଡ଼ ବିଦ୍ୱାନ ଲୋକ ପଣ୍ଡିତ ଲୋକ ହେଲେ ସୁଦ୍ଧା ଆକର୍ଷଣ କରେ। ହରନ୍ତି ଅପି ଜ୍ୟୋତିର୍ମନ, ସେ କଥା କହେ। ଜଣେ ଜ୍ୟୋତି ସନ୍ନ୍ୟାସ ହେଇଥିଲେ ସୁଦ୍ଧା ତାର ମନ ଆକର୍ଷଣ, ତାର ବହୁ ପ୍ରମାଣ ରହିଛି। ସେଥିପାଇଁ ନାରଦ ମୁନି ଏ ରେଷ୍ଟ୍ରିକ୍ସନ ଦଉଛନ୍ତି, ଏ ନିୟମ ଦଉଛନ୍ତି, ବାରଣ କରୁଛନ୍ତି, କଡ଼ାକଡ଼ି ପାଳନ କରାହଉଛି। ଆଉ ଶ୍ରୀମଦ୍ ଭାଗବତରେ କୁହାଉଛି ଏ କଥାଟା। ଆଉ ଇଏ ହଉଛି ବୈଦିକ ସିଭିଲାଇଜେସନ, ଇଏ ହଉଛି ବୈଦିକ ସଭ୍ୟତା। In Vedic civilization, carefully it is restricted mingling between men and women. ବୈଦିକ ସଭ୍ୟତାରେ ଏ କଥା ଅଛି। ନାରୀ ପୁରୁଷ ମଧ୍ୟରେ ବାଦ ମିଳାମିଶାକୁ ବାରଣ କରାଏ, ଏ କଥା ନାହିଁ। ଏ କଥା ଯଦି କେହି ନ ବୁଝିପାରିବ, ଆମର ପରମାରାଧ୍ୟ ଗୁରୁଦେବ କହିଲେ restraining association between man and woman. If someone cannot understand this basic principle, is to be considered an animal. ଏ କଥା ବେସିକ ପ୍ରିନ୍ସିପଲ, ମୂଳ କଥାଟା ଯଦି କେହି ବୁଝି ନ ପାରିବ, ତାହେଲେ ସେ ଏକ ପଶୁ।